ଶରୀରରୁ ସୁନ୍ଦର ହୋଇଥିବା ମହିଳା କେବଳ ଆପଣଙ୍କୁ ଗୋଟେ ରାତି ଖୁସି ଦେଇପାରିବ, କିନ୍ତୁ ହୃଦୟରୁ ସୁନ୍ଦର ହୋଇଥିବା ମହିଳା ଆପଣଙ୍କୁ ଜୀବନ ସାରା ଖୁସି ଦେଇପାରିବ। ଯେଉଁ ସ୍ତ୍ରୀକୁ ଠିକ୍ ସମୟରେ ଶାରୀରିକ ସୁଖ ମିଳିନଥାଏ, ତେବେ ସେହି ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଭଲ ପାଇନଥାଏ ଓ ସେ ସମୟ ପୂର୍ବରୁ ବୁଢ଼ୀ ହୋଇଯାଇଥାଏ। ଜୀବନରେ ଯେତେବେଳେ ଖୁସି ଆସିବ, ତେବେ ମିଠା ଭାବି ଚାଖି ନେବେ ଓ ଯଦି ଦୁଃଖ ଆସିବ, ଔଷଧ ଭାବି ଗିଳିଦେବେ। ସମସ୍ତେ କହିଥାନ୍ତି କି ଖୁସି ବାଣ୍ଟିଲେ ବଢ଼ିଥାଏ, କିନ୍ତୁ ଆଜିକାଲି ଖୁସି ବାଣ୍ଟି ଦିଅନ୍ତୁ, ଶତ୍ରୁ ବଢ଼ିଯିବେ। ଯଦି ଆପଣଙ୍କର କରିବା ସମୟରେ ସବୁବେଳେ ଢିଲା ପଡ଼ିଯାଉଛି ବା ଜମାରୁ ଶକ୍ତ ଓ ଠିଆ ହୋଇ ରହୁନାହିଁ, ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। ଛୋଟ ଖଣ୍ଡଟିଏ ପୂଜା କର୍ପୂର ନେଇ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ ଓ ଏହାକୁ 20 ବୁନ୍ଦା ଖାଣ୍ଟି ନଡ଼ିଆ ତେଲରେ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ ନିଜ ଗୁପ୍ତାଙ୍ଗର ଅଗ୍ରଭାଗକୁ ଛାଡ଼ି ଦେଇ ଆଉ ସବୁଆଡ଼େ ହାଲକା ହାତରେ ଧୀରେ ଧୀରେ ମାଲିସ କରନ୍ତୁ। ଏମିତି ସକାଳେ ଓ ସନ୍ଧ୍ୟାରେ 2 ଥର 1 ମାସ ଯାଏଁ ମାଲିସ କରନ୍ତୁ। ଧୀରେ ଧୀରେ ଏହାର ଫରକ ଜାଣିପାରିବେ। ଚାମଚା ବ୍ୟକ୍ତି କେବେ ବି ସଚ୍ଚୋଟ ହୋଇନଥାଏ ଓ ସଚ୍ଚୋଟ ବ୍ୟକ୍ତି କେବେ ବି କାହାର ଚାମଚା ହୋଇନଥାଏ।